କିନ୍ତୁ ଏଥିରେ ମୁଁ ସନ୍ତୁଷ୍ଟ ନୁହେଁ। ମୁଁ ଝୁରୁଛି କାହାକୁ ଝୁରୁଛି ନା ଭକ୍ତକୁ ଝୁରୁଛି। ଏ ମହିମଣ୍ଡଳ ଯେତେ ଜୀବ ତିଆରି ହେଇଛନ୍ତି କାହା ହୃଦୟ ଭକ୍ତି ଅଛି, ଭାବ ଅଛି, ଗଦଗଦ ଅଛି, କିନ୍ତୁ ଭାବ ଆଉ ରହିବ ନାହିଁ। କେମିତି ନା ଚାରଣ ଚରଣ ବାଣ ହୋଇବ କରଣ ନ କରି ମନ ଯେ ପ୍ରେରିତ ଯନ୍ତ୍ର ମନ ରଖିଥିବେ କରିନ ଦୁଷ୍ଟ ଭାବନା। ଶିଷ୍ଟତା ଆଉ ରହିବ ନାହିଁ। କହିବାର ଶିଷ୍ଟତା ନାହିଁ, ଚାହିଁବାର ଶିଷ୍ଟତା ନାହିଁ, ବସିବାର ଶିଷ୍ଟତା ନାହିଁ, ମାନ୍ୟମାନଙ୍କର ଶିଷ୍ଟତା ନାହିଁ, ମଠ ମନ୍ଦିରର ଶିଷ୍ଟତା ନାହିଁ। ଖାଲି ସାଧୁଙ୍କ ବିରୁଦ୍ଧରେ କହିବା କହିବା କହିବା। ଆପଣା ହସ୍ତେ ଯିବା ଛେଦି ତାର କିଏ ଅଛି ପ୍ରତିବାଦୀ। ଗୋବିନ୍ଦ 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 ଆମର କର୍ମ ମନୁଷ୍ୟ ଦେହ ତ୍ୟାଗ କରି ସାରିବା ପରେ ପଞ୍ଚଭୂତର ଶରୀର ଯାହାକୁ ସାମ୍ପୋ ସାବୁନ ଦେଇ ଆମେ ଏତେ ଚକଚକ କରି ରଖିଛେ ଯେ ମାଟିରେ ସେହି ମିଶିବ। କେବଳ ସାଙ୍ଗରେ କିଏ ଯିବ ନା କର୍ମଫଳତା ସାଙ୍ଗରେ ଯିବ। ତେଣୁ ଆମେ ବୁଝିବା ଦରକାର, ସବୁ ସୁକର୍ମ କରିବା ଦରକାର। ମନର ବଶବର୍ତ୍ତୀ ହେବା ନାହିଁ। ସନ୍ଥମାନଙ୍କୁ ସମ୍ମାନ ଦେଲେ ଯେ ସମ୍ମାନ ନ ଦିଅନ୍ତି କିଛି ଦିନ ପରେ ତା ବଂଶଟା ବୁଡ଼ି ଯାଇଥାଏ। ସେ ଜାଣିପାରେନି। ଡାକ୍ତର ବିଦା, ଜ୍ୟୋତିଷ ବିଦା, ଗ୍ରହ ପୂଜା କରେ, ପଣ୍ଡିତ ପାଖକୁ ଯା, କିନ୍ତୁ ତୋ କର୍ମ ଯେ ତୁ ଭୁଲ କରିଛେ କଥା ଜଣା ତତେ ନାହିଁ। କର୍ମ ତୋର ନିଜ ଗୁରୁ କେତେ ଦୁଃଖ ସାରୁ। ଗୋବିନ୍ଦ 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 ସନ୍ଥମାନେ ଯାହା କହନ୍ତି ତାକୁ ଅବକ୍ଷାରେ ଭାବିବା ଉଚିତ ନୁହେଁ। ଶାସ୍ତ୍ର କଥା କହନ୍ତି, ଜୀବ ଉଦ୍ଧାର ପାଇଁ କହନ୍ତି। କେବେ ସନ୍ଥ ଜଣେ କହିବ ନାହିଁ ବିଷୟ କଥା, କେବେ ସେ କହିବ ନାହିଁ ତୁ କଳାଧନ ଆଣେ, ତିନିଟା ପାଞ୍ଚଟା କଥା କର, କଟକ ଭୁବନେଶ୍ୱର ଜାଗା କିଣି କେବଳ ସନ୍ଥ କହିବ। ସନ୍ଥ କହିବ ଜୀବନ ମୁକ୍ତି ମାର୍ଗ ଠିକ। ତେଣୁ ଜୀବକୁ ଯିବା ଦରକାର, ସବୁ କର୍ମ ସୁକର୍ମ ରହିବା ଦରକାର। ତେଣୁ ଦୁଷ୍ଟ ଭାବନା ମୋବାଇଲ ଭଲ ଯେ ଆର ମରିବା ଯନ୍ତ୍ର ପାଇଁ